ଆଜି ସକାଳୁ ଉଠି ଚାଲି ଯାଇଥିଲି ଟିକେ ଡିମାର୍ଟକୁ କାହିଁକି ନା ସକାଳୁ ଗଲେ ଡିମାର୍ଟରେ ଟିକେ କମ୍ ଭିଡ଼ ରହେ। ଶୀତ ଦିନେ ଯେହେତୁ ଘରେ କେହି କଦଳୀ ଖାଉନଥିଲେ ତାକୁ ମୁଁ ଗୋଟେ କେକ୍ ବନେଇଦେଲି ମୋ ବୁଦ୍ଧିକି ଲଗେଇକି। ଆଉ କେକ୍ ବନେଇଲା ପରେ ସାଙ୍ଗେ ସାଙ୍ଗେ ସେଟା ଖତମ। ଏମିତି ଭାବରେ ସ୍ୱାମୀଙ୍କର କଦଳୀ ଯୋଉଟା କିଣିକି ଆଣିଥିଲେ ଯୋଉଟା ନଷ୍ଟ ହେଇଥାନ୍ତା ସେଇ ପଇସାଟାକୁ ମୁଁ ବଞ୍ଚେଇଦେଲି। ଘରକୁ ଆସି ମୁଁ ତିଆରି କରିଦେଲି ଏ ମସରୁମ୍ ଟିକ୍କା ରୋଲ୍। କାହିଁକି ନା ମୁଁ ଚାହୁଁଥିଲି ଟିକେ କମ୍ ବାସନ ମୋତେ ମାଜିବାକୁ ପଡ଼ୁ ଆଉ ଯେକୌଣସି ରୋଲ୍ ଯଦି ଆପଣମାନେ ତିଆରି କରୁଛନ୍ତି ତାହେଲେ ଆପଣଙ୍କର ବାସନଟା ଟିକେ କମିଯିବ। ବାସନରେ ଯେତିକି କେବଳ ରାନ୍ଧିବା ପାଇଁ ଆଉ ତାର ପ୍ରିପାରେସନ୍ ପାଇଁ 2-3ଟା ବାସନ ଯାହା ୟୁଜ୍ ହୁଏ। ତେଣୁ ଶୀତଦିନେ ପନିର ଟିକ୍କା ରୋଲ୍ଟା ମାନେ ଯାହା ରୋଲ୍ ବନେଇଲେ ଟିକେ ଇଜି ରହେ, ବାସନ ଫାସନ ମାଜିବାକୁ ପଡ଼େନି। ଆଉ ଏଥିରେ ମୁଁ ଆର ରେସିପିଟା ବିଲକୁଲ ବି ସେୟାର କରିନି ଆପଣମାନଙ୍କ ସହ କାହିଁକିନା ଭିଡ଼ିଓର ଟାଇମିଂ କମ୍ ହେଇଯାଉଛି। ଆଉ ଯଦି ମୁଁ ରେସିପି ସର୍ଟସରେ ସେୟାର କରୁଛି ତାହେଲେ ଆପଣମାନଙ୍କ ତରଫରୁ ବି ମୋତେ ପ୍ରବଳ ଗାଳି ପଡ଼ିଯାଉଛି କାହିଁକିନା କମେଣ୍ଟ କରୁଛନ୍ତି ଆପଣ ବୋଧେ ରେସିପି ନିଜର ଦେବାକୁ ଚାହୁଁନାହାନ୍ତି। ସେମିତି କିଛି ନାହିଁ, ଆକ୍ଚୁଆଲି ସର୍ଟସରେ ଟିକେ ଭିୟୁ ଅଧିକା ଯାଏ ଆଉ ଲଙ୍ଗ୍ ଭିଡ଼ିଓରେ ଭିୟୁ ଅଧିକା ଯାଏନି, ତ ସର୍ଟସରେ ମୁଁ ରେସିପିଟା ସେୟାର କରିଦେବାକୁ ଚେଷ୍ଟା କରେ। କିନ୍ତୁ ଆପଣମାନଙ୍କୁ ରେସିପି ଯଦି ବୁଝା ନ ପଡ଼ିଲା ନିଶ୍ଚିତ ଭାବେ ତ ଗାଳି ପଡ଼ିବାଟା ସତ କଥା। ତେଣୁ ମୁଁ ଏଟାକୁ ଲଙ୍ଗ୍ ଭିଡ଼ିଓରେ ଆରାମସେ ସେୟାର କରିବି ଆଉ ରିଲେଟେଡ୍ ଭିଡ଼ିଓରେ ଆପଣଙ୍କୁ ଆର ଲିଙ୍କ୍ ମିଳିଯିବ। ବହୁତ ଟେଷ୍ଟି ବନେଇଥିଲା କିନ୍ତୁ ଏଟା।